ବନ୍ଧୁଗଣ ଜୟ ଜଗନ୍ନାଥ। ଆଜି ରାତି ପାଇଲେ ଏହି 6 ରାଶିରେ ହେବ ଧନର ବର୍ଷା। ମା ଲକ୍ଷ୍ମୀ କରିବେ କୃପା। ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଥାଇପାରେ। ବନ୍ଧୁଗଣ, ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ ପାଇଁ ମନୁଷ୍ୟ ଜୀବନରେ କେବେ ଦୁଃଖ ଆସିଥାଏ ତ କେବେ ସୁଖ ଆସିଥାଏ। ସେମିତିରେ ମଧ୍ୟ ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିପାରେ ନାହିଁ। ବାସ୍ତବରେ ମଣିଷ ଜୀବନରେ ଏହି ପରିବର୍ତ୍ତନ ସବୁ ଗ୍ରହମାନଙ୍କ କାରଣରୁ ହୋଇଥାଏ। ଗ୍ରହ ଓ ନକ୍ଷତ୍ରମାନଙ୍କ ଗତିବିଧିରେ ପରିବର୍ତ୍ତନ ପାଇଁ ମଣିଷର ରାଶି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଦୀର୍ଘ ବର୍ଷ ପରେ ଗ୍ରହମାନଙ୍କର ଗତିବିଧିରେ କିଛି ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଏହି 6 ଗୋଟି ରାଶିମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି। ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ। ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଅଛି। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ବନ୍ଧୁଗଣ, ଦୀର୍ଘ ଦିନ ଧରି ଅଟକି ରହିଥିବା ତୁମର କାମ ସହଜରେ ସମାପ୍ତ ହେବ। ପ୍ରେମ ସମ୍ପର୍କ ପାଇଁ ଦିନଟି ସ୍ୱାଭାବିକ ହେବ। କୌଣସି ଯୋଜନାର ସଫଳତା ହେତୁ ତୁମର ମନ ଖୁସି ରହିବ। ତୁମେ ଚାକିରି କ୍ଷେତ୍ରରେ ଏକ ଭଲ ସ୍ଥାନ ପାଇପାରିବ, ଯାହା ସମାଜରେ ତୁମର ସମ୍ମାନ ବୃଦ୍ଧି କରାଇବ। ତୁମେ ଜୀବନସାଥୀଙ୍କ ସମର୍ଥନ ପାଇବ, କିନ୍ତୁ ଆପଣ ଆପଣଙ୍କ ଜୀବନସାଥୀ ପାଇଁ ଏକ ଉପହାର କିଣନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବ। ବ୍ୟବସାୟରେ ଲାଭଜନକ ଚୁକ୍ତି ମିଳିପାରିବ। ଦୀର୍ଘ ଦିନ ଧରି ଚାଲି ଆସୁଥିବା ମାନସିକ ଚିନ୍ତା ଦୂର ହେବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁଗଣ, ଶୁଭ ଯୋଗ ଯୋଗୁଁ ତୁମେ ଆର୍ଥିକ ଲାଭ ପାଇବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିପାରିବେ। ତୁମର ବ୍ୟକ୍ତିତ୍ୱର ଉନ୍ନତି ହେବ। ଭାଗ୍ୟ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ହେବ। ତେବେ ବଡ଼ ବ୍ୟକ୍ତିଙ୍କ ପାଖରୁ ଆପଣମାନଙ୍କୁ ସାହାଯ୍ୟ ମିଳିବା ସହିତ ଆପଣମାନେ ଏହି ଦିନରେ କୌଣସି ବି କାର୍ଯ୍ୟର ଶୁଭାରମ୍ଭ କରିପାରିବେ। ଏହି ଦିନରେ କିଛି ପରିମାଣରେ ସାମାଜିକ କାର୍ଯ୍ୟରେ ରୁଚି ରଖିବେ ଏବଂ ଆପଣମାନଙ୍କୁ ସବୁ କାର୍ଯ୍ୟରେ ମାତା ଲକ୍ଷ୍ମୀଙ୍କ ଆଶୀଷ ମିଳିବା ସହିତ ପ୍ରଚୁର ପରିମାଣରେ ଆପଣମାନଙ୍କୁ ଲାଭ ମିଳିବା ପାଇଁ ଯାଉଛି। କେତେକ ଶୁଭ ସଂଯୋଗ ଓ ରାଜଯୋଗ ବନୁଥିବା ହେତୁ ଆପଣଙ୍କୁ ଧନରେ ମାଲାମାଲ ହେବାକୁ କେହି ମଧ୍ୟ ରୋକି ପାରିବେ ନାହିଁ। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ବନ୍ଧୁଗଣ, ଆପଣଙ୍କ କ୍ୟାରିୟର ଓ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ଲଟେରୀରେ ଖୁବ୍ ଲାଭବାନ ହୋଇପାରିବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। ଘରେ ମାନସମ୍ମାନ ପାଇବେ ଓ ବିଦ୍ୟାର୍ଥୀମାନଙ୍କ ପାଇଁ
ଏହି ସମୟ ଖୁବ୍ ଅନୁକୂଳ ରହିବ। ସବୁ କ୍ଷେତ୍ରରେ ସଠିକ୍ ନିର୍ଣ୍ଣୟ ନେଇ ଲୋକଙ୍କ ମନ ଜିତିପାରିବେ। ବନ୍ଧୁଗଣ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହି ମାସ ଖୁବ୍ ଉତ୍ତମ ରହିବ। ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି, କନ୍ୟା ରାଶି ଏବଂ ମେଷ ରାଶି। ତେବେ ବନ୍ଧୁଗଣ, ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କମେଣ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଯଦି କିଛି ଭୁଲ ତ୍ରୁଟି ରହିଯାଇଥାଏ କ୍ଷମା କରିଦେବେ। ବନ୍ଧୁଗଣ, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଧନ୍ୟବାଦ।